ବାରିକପୁର ହାଟରୁ 28 ଗୋରୁ ଉଦ୍ଧାର ସହ 2 ଗାଡ଼ି ଜବତ। ବାହାନଗା ବ୍ଲକ ବାରିକପୁର ହାଟରୁ ସୋର ପୋଲିସ 28ଟି ଗୋରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଏହି ଗୋରୁ। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପାଇ ଗୋରୁ ଗାଡ଼ି ଛାଡ଼ି ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଥିଲେ। ସୋର ଥାନା ପୋଲିସ ଘଟଣାସ୍ଥଳରୁ ଗୋଟିଏ ପିକଅପ୍ ଓ ଗୋଟିଏ ଆଇଚର ଗାଡ଼ି ଜବତ କରିଛି। ସେଥିରେ 28ଟି ଗୋରୁ ଥିବାର ଜଣାପଡ଼ିଥିଲା। ପୋଲିସ 191/24ରେ ମାମଲା ରୁଜୁ କରି ଗୋରୁଗୁଡ଼ିକ ମଇତାପୁର ସ୍ଥିତ ଗୋଶାଳାରେ ଛଡ଼ାଯାଇଥିବା ଜଣାପଡ଼ିଛି। ବାହାନଗାରୁ ଶିଶିର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।